ରାଗିବା ମଣିଷର ଗୋଟେ ସହଜାତ ପ୍ରବୃତ୍ତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଗୋଟେ ମଣିଷ ସେତିକି ପରିମାଣରେ ବିରକ୍ତ ହେଇଗଲେ ଅନ୍ୟ ଗୋଟେ ମଣିଷ ଉପରେ ପ୍ରଚଣ୍ଡ ପରିମାଣରେ ରାଗି ଯାଇଥାଏ। ମଣିଷଟିଏ ରାଗିଗଲା ପରେ ତା'ର ପ୍ରତିପକ୍ଷ ଲୋକକୁ କ'ଣ ଯେ କହିଥାଏ ସେ ସଠିକ୍ ଭାବରେ ବୁଝିପାରିନଥାଏ। ଏମିତିକି ରାଗ ସମୟରେ କ୍ରୋଧ ସମୟରେ ନିଜର ଅସ୍ତିତ୍ୱକୁ ହରେଇ ବସିଥାଏ। ତା'ର ପ୍ରତିପକ୍ଷ ଲୋକକୁ ପାଟିକୁ ଯାହା ଆସେ ଏଣୁ ତେଣୁ କରି କହି ପକାଇଥାଏ। ଯେତେବେଳେ ତା'ର ରାଗ ଶାନ୍ତି ହେଇଯାଏ ସେତେବେଳେ ସବୁ କଥାକୁ ଥଣ୍ଡା ମୁଣ୍ଡରେ ଭାବିଲା ବେଳକୁ ତା ପାଖରେ ଆଉ କିଛି ନଥାଏ। ସମ୍ପର୍କର ସୂତାଗୁଡ଼ିକ ଟିକିଏ ଅଡ଼ୁଆ ହେଇଯାଇଥାଏ ବୋଲି ଆମେମାନେ କହିପାରିବା। ମୋର ସମସ୍ତ ବନ୍ଧୁମାନଙ୍କୁ ମୁଁ ଅନୁରୋଧ କରୁଛି, ଯେତେବେଳେ ତୁମେ ରାଗି ଯାଇଥାଅ ବା କ୍ରୋଧିତ ହେଇଥାଅ ସେତେବେଳେ ଚେଷ୍ଟା କରିବ ମନକୁ ଶାନ୍ତି କରି ଅନ୍ୟ କାହାକୁ କିଛି ନ କହି କେମିତି ନୀରବ ରହିଯିବ। ହୁଏତ ତୁମ ପାଇଁ ମଙ୍ଗଳ ହୋଇପାରେ ଏବଂ ତୁମ ପ୍ରତିପକ୍ଷ ମଣିଷ ପାଇଁ ମଧ୍ୟ ମଙ୍ଗଳ ହୋଇପାରେ। ଜୟ ଜଗନ୍ନାଥ।